ହେଲେ ଆମେ ସେ ଖ୍ରୀଷ୍ଟାନ ଧର୍ମ ନେଉଛୁ ଆଜ୍ଞା। ତାପରେ ସେ ବୁଢ଼ାଟା ଗୋଟେ ବର୍ଷେ ହେଉଥିଲା ଆହୁରି ଜ୍ୱର ହେଇଥିଲା ଆହୁରି ପାରାଲିସିସ୍ ମିଶା ହେଲା ଆଜ୍ଞା। ତାପରେ ଗତକାଲି ସକାଳ ଆକା ସେ 7-8ଟା ବେଳକୁ ମରିଗଲା ଆଜ୍ଞା। ତାପରେ ସେତେବେଳକୁ ଗାଁର ବୈଦ୍ୟ ମିତ୍ରମାନଙ୍କୁ ପଚାରିଲା ଆଜ୍ଞା, ହେଲେ ଆମେ ଯେଉଁଠି ନେବୁ ତୁମେ ଯେଉଁଠି ଦେଖାଇଲେ ଆମେ ସେ ଜାଗାରେ ଆମେ ନେବୁ ବୋଲି କହିବାରୁ କେଉଁଠି ତୁମେ ଭାଞ୍ଜାର ଜାଗା ଥିଲେ କି କେଉଁଟା ଥିଲେ କି ଆମକୁ ଦେଖାଇ ଦିଅ ବୋଲି ଗଭର୍ଣ୍ଣମେଣ୍ଟ ଜାଗା ଯେଉଁଠି ଥିଲେ ମିଶା ଦେଖାଇ ଦିଅ ମୁଁ ନେବୁ ବୋଲି କହିବାରୁ ନାଇଁ କୁଆଡ଼େ ନେଇଥିଲେ ମିଶା ସେଟା ଆମର ସେ କୁଆଡ଼େ ନେଇଥିଲେ ସେଟା ଆମର କେଉଁଠି ନେଉଥିଲା ଏଟା ଆମର ବୋଲିଥିଲା। ତାପରେ ନିଜ ଜାଗାକୁ ତୁମେ କେତେଗଣ ବୋଲି କରି ଆଜି ପର୍ଯ୍ୟନ୍ତ ସେ ମୋଡ଼କୁ ରଖିଦେଇଛି। ନିଜ ଜାଗାରେ ନିଅ ସିନା ଆହୁରି ମଶାନ ଜାଗାକୁ ତୁମେ ହିନ୍ଦୁ ତୁମେ ଖ୍ରୀଷ୍ଟିଆନ ଆମେ ହିନ୍ଦୁ ସେ ଜାଗାକୁ ଆମେ ଦେବୁ ନାହିଁ ବୋଲି କରି ଆଉ ନିଜ ଜାଗାକୁ ତୁମେ ନେଇଯାଅ ବୋଲି କହିବାରୁ ସେ ତାଙ୍କେ ନିଜ ଜାଗା ବୋଲି କରି ପଳେଇ ଦେବେ। ବାପାର ନାଁ ଦାମଜା କାକା। କାଲି 8ଟା ବେଳକୁ ମରିଗଲା ଆଉ ରାତିରେ ରହିଗଲା ଆଉ ଏବେ ବି ରହିଯାଇଛନ୍ତି। ଗାଁ ଲୋକ ଖ୍ରୀଷ୍ଟିଆନ ବୋଲି ଜାଗା ଦେବି ନାହିଁ ମଶାଣ ଦେବି ନାହିଁ ବୋଲି ଗଣଗୋଳ କରୁଛନ୍ତି ଆଉ ତେଣୁ କରିକି ଏବେ ଯାଏଁ ରହିଛୁ। ଆଉ ସେମିତିକା ଗାଁ ଲୋକ ଏମିତି ଯଦି ଜାଗା ଦେବୁ ନାହିଁ ଖ୍ରୀଷ୍ଟିଆନ ଲୋକ ବୋଲି ଜାଗା ଦେବି ନାହିଁ ବୋଲି କହୁଥିଲେ ଆଉ କ'ଣ କରିବୁ ଆଜ୍ଞା ଏମିତିକା ରହିଯାଇଛୁ। ନିଜେ ଘରେ କରୁଛୁ ନାହିଁ। ଆମ ଆଦିବାସୀ ପରମ୍ପରାରେ ଆମର ଆଦିବାସୀମାନଙ୍କର ତ ସ୍ପେଶାଲ ରହିଛି ସେଇଠି ମନା କଲେ ଯେହେତୁ ତାଙ୍କର ଆଉ ଗୋଟେ ଜାଗାଟା କୁହାଯାଇଥିଲା ସେଇଠି ନେଇକି ସମାଧି କରିବାକୁ କୁହାଯାଇଥିଲା ତାଙ୍କେ ଏବେ ଯାଇ ନେଇନାହାନ୍ତି। ତାଙ୍କର ପ୍ରାୟ 7-8 ବର୍ଷ ହେଇଗଲା ତାଙ୍କେ ଖ୍ରୀଷ୍ଟ ଧର୍ମକୁ ଅବଲମ୍ବନ କରିଛନ୍ତି। ତାଙ୍କୁ ସେଇଥିପାଇଁ ତାଙ୍କୁ ଅଲଗା ଜାଗାକୁ ସିଫ୍ଟ କରିବାକୁ କୁହାହେଲା। ତାଙ୍କେ ଯେହେତୁ ଆମର ଏଇ ସମାଧି ପାଖରେ ସମାଧି କରୁ ବୋଲୁଥିଲା ଆମ ଲୋକମାନେ ମନା କଲେ। ତାଙ୍କୁ ତ ଜାଗାଟା ଦିଆଯାଇଛି ତାଙ୍କର ଜାଗାରେ ତାଙ୍କୁ ସମାଧି କରିବାକୁ କୁହାହେଲା। ଏବେ ଯାଏଁ ତାଙ୍କର ଚାଲିଛି ବୋଧେ ଖୋଳାଖୋଳି କରୁଛନ୍ତି। ପରମ୍ପରା ତ ଅଛି ଆଦିବାସୀ ପରମ୍ପରା। ମୁଁ ଯେହେତୁ ସରପଞ୍ଚ ମୋଠୁ ବି ବଡ଼ ଗାଁରେ ଯେତେବେଳେ ଜାନିଟି ସାରୁଛନ୍ତି ତାଙ୍କେ ଗାଁର ମୁଖ୍ୟ ବୋଲି ମୁଁ ଭାବେ। ସେ ତାଙ୍କର ଯେଉଁ ପରମ୍ପରାକୁ ତ ଆମେ ଟିକେ ଏଜୁକେଟେଡ଼ ପିଲା ସେଇଟା ପୁରା ବିସ୍ତୃତ ଭାବେ କହିପାରିବିନି। ମୁଁ ବି ନିଜେ ଖାଇନି ସାର୍ ଖାଲି ଖାଏ। ହଁ ସେମାନେ ବି ଭୋକରେ ଅଛନ୍ତି ସାର୍ ସେମାନେ ଖାଆନ୍ତିନି ରୋଷେଇ ତ ଘରେ ହୁଏନି ବୋଲି ଆମେ ପାଖରେ ଯଦି କ'ଣ ଥିଲା ନେଇକି ଖାଇକି ରହୁଛୁ ଆଉ। ହଁ ତାଙ୍କର ଜାଗାରେ ତାଙ୍କ ଖୋଳି ସାରିଲେଣି ସଭ୍ୟତା ଯିବ ତାଙ୍କର ତାଙ୍କ ଜାଗାକୁ ନେବୁନି ଆମକୁ ସେଇ ଜାଗା ହିଁ ଦରକାର ଜିଦ୍ ବସିଥିଲେ ସେଇ ସକାଶେ ଏବେ ଯାଇନାହିଁ ସମାଧି।